ତେବେ ଏପ୍ରିଲ ମାସ 20 ତାରିଖ ସୋମବାର ଅର୍ଥାତ୍ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟରେ ପ୍ରବଳ ଖରା ହେବାର ସମ୍ଭାବନା ରହିଅଛି। ଆଉ 13ଟି ଜିଲ୍ଲାରେ ଗରମ ଗୁଳିଗୁଳି ହେବାର ସମ୍ଭାବନା ରହିଅଛି। ଆଉ କାଳବୈଶାଖୀ ବର୍ଷା 7ଟି ଜିଲ୍ଲାରେ ହେବାର ମଧ୍ୟ ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ଆସନ୍ତୁ ନଜର ପକାଇବା ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କେଉଁ 13ଟି ଜିଲ୍ଲାଗୁଡ଼ିକରେ ପ୍ରବଳ ତାତି ଗରମ ଗୁଳିଗୁଳି ହେବ, ଆଉ କେଉଁ 7ଟି ଜିଲ୍ଲାରେ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ହେବାକୁ ଥିବା ନେଇ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେସବୁର ସମ୍ପୂର୍ଣ୍ଣ ଖବରଟି ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖନ୍ତୁ। ଆଉ ଯଦି ତା ପୂର୍ବରୁ ଆମ OGN ଓଡ଼ିଆ ଚ୍ୟାନେଲଟିକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିଲେ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ, ଆଉ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ। ଆଗକୁ ମଧ୍ୟ ଏହିପରି ପାଣିପାଗ ସମ୍ବନ୍ଧୀୟ ସମସ୍ତ ପ୍ରକାର ଟେକ୍ନିକ୍ ଅପଡେଟ୍ ଖବରଗୁଡ଼ିକ ସର୍ବପ୍ରଥମେ ଜାଣିବା ପାଇଁ। ତେବେ ରାଜ୍ୟରେ ଆକାଶରୁ ଅଗ୍ନିବର୍ଷା ହେଉଥିବା ବେଳେ କାଳବୈଶାଖୀ ବର୍ଷା ଯୋଗୁଁ କିଛି ଜିଲ୍ଲାରେ ଏହାର ପ୍ରଭାବ କମ୍ ରହିବ। ଆଉ ଆସନ୍ତା 7 ଦିନ ଧରି ଏହିପରି ପାଗ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଉତ୍ତର ଉପକୂଳ ଓଡ଼ିଶା ଏବଂ ପଡ଼ୋଶୀ ଅଞ୍ଚଳ ଉପରେ ସମୁଦ୍ର ପତନଠାରୁ 1.5 କିଲୋମିଟର ଉପରେ ଉପରବାୟୁ ଘୂର୍ଣ୍ଣିବଳୟ ଜାରି ରହିଛି। ଆଉ ଏହାର ପ୍ରଭାବରେ ଯେଉଁ 7ଟି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି, ଉକ୍ତ ଜିଲ୍ଲାରେ ବିଜୁଳି ବର୍ଷା ହେବ। ଆଉ ଉକ୍ତ ଜିଲ୍ଲାରେ ପବନ ମଧ୍ୟ ବହିବ, ଯାହାର ବେଗ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ରହିବ। ଆଉ ବାକି 13ଟି ଜିଲ୍ଲାରେ ପ୍ରବଳ ତାତି ଗରମ ଗୁଳିଗୁଳି ହେବ। ତେଣୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଉ ବାକି 12ଟି ଜିଲ୍ଲାରେ ପାଗ ଶୁଖିଲା ରହିବ ବୋଲି କହିଛି ପାଣିପାଗ ବିଭାଗ। ତେବେ ଆସନ୍ତୁ ପ୍ରଥମେ ଜାଣିବା କେଉଁ 12ଟି ଜିଲ୍ଲାରେ ପାଗ ଶୁଖିଲା ରହିବ। ଆଉ ପ୍ରବଳ ଖରା ହେବାକୁ ଥିବା ଜିଲ୍ଲାଗୁଡ଼ିକ ହେଉଛି ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି। ଏହାପରେ ଆସନ୍ତୁ ଜାଣିନେବା କେଉଁ 13ଟି ଜିଲ୍ଲାରେ ପ୍ରବଳ ଖରା ଗରମ ଗୁଳଗୁଳି ହେବାର ସମ୍ଭାବନା ରହିଥିବା ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ବଲାଙ୍ଗୀର, ସମ୍ବଲପୁର ରହିଥିବା ବେଳେ ଆଉ ଏହାପରେ ଆସନ୍ତୁ ଜାଣିନେବା କେଉଁ 7ଟି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ବିଜୁଳି ଘଡ଼ଘଡ଼ି ହେବାକୁ ଥିବା ଜିଲ୍ଲାଗୁଡ଼ିକ ହେଉଛି କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ। ତେବେ ଆପଣମାନେ କେଉଁ ଜିଲ୍ଲାରୁ ଭିଡ଼ିଓ ଦେଖୁଛନ୍ତି ଏବଂ ଆପଣଙ୍କର ଜିଲ୍ଲାରେ ପାଗ କିପରି ରହିଛି କମେଣ୍ଟ କରନ୍ତୁ। ଆଉ ଆପଣଙ୍କର ସାଙ୍ଗସାଥୀମାନଙ୍କୁ ଭିଡ଼ିଓଟି ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ପାଣିପାଗର ସଠିକ୍ ଖବର ଜାଣିପାରିବେ। ରହୁଛି, ଜୟ ଜଗନ୍ନାଥ।